ମସ୍ତିରେ ଅଛନ୍ତି ହେଲେ ତୁମେ କାହିଁକି ଆଜି ଭଲ ନୁହଁ ଝଟ ଆଜ୍ଞା ମନେ ଅଛି ଆରେ ସେଦିନ ତୁ କହିଲୁ ସେନାପତି को ତୁମ ଝିଅକୁ ପ୍ରଦାନ କର କହିଥିଲି ନିଜେ ମୁଁ କହିଥିଲି ହେଲେ ମାନେ କଣ କରିବ ଦିଟା ଅକ୍ଷର କହିବା କଥା। ହେଲେ ରାଣୀଟା କଣ କହିଲା ଆପଣଙ୍କୁ ମଦୁଆ ଚୋର ଲମ୍ପଟ ଚରିତ୍ରହୀନ ଆଃ, ଏବେ ରାଣୀ ଏତେ ଲୋକଙ୍କ ସମ୍ମୁଖରେ ତୁ ମତେ ଯେଉଁ ଅପମାନଟା ଦେଲୁ ସେଇ ଅପମାନର କଳା କଣ୍ଟା କରି ହିସାବ କରିବି ଆଃ, ଆଉ ଶୁଣ ତୋ ଝିଅ ଶାମୁକା ମୋର ହବ କେବେ ହେବନି ମୋ ହଁ ଚାଲି ଯାଉଛି ମୋର ଯଦି ନ ହବ କାହାରି ହବାକୁ ଦେବିନି କିନ୍ତୁ ସେଇ ଅପମାନର ପ୍ରତିଶୋଧ ଦେଇ ନେବୁ ନେବି ବାସ୍ ଛାଡ଼ିବିନି ରେ ଆଃ, ମାରିଦେବି ଏ ଜଟ ତୁ ଆମ ଘରେ ରହି ଆମ ଘରେ ଖାଇ ସେନାପତି ସାଙ୍ଗରେ ମିଶି ଏମିତି ବାବା କରୁଛୁ ଆହା ଏଇଟା ଗୋଟିଏ କଥା ଆରେ ତୋରି ପାଇଁ ହିଁ ଏ ମହାଭାରତ ସୃଷ୍ଟି ତୁ ଯଦି ଏକାଶୀ ରାଜ୍ୟର ରାଜାକୁ ଯଦି ବାନ ହେଇଥାନ୍ତୁ ଏ କେତେ ବଡ଼ କାଣ୍ଡଟା ହୋଇନଥାନ୍ତା ତୋ ପାଇଁ ହିଁ ଏଇ ମହାଭାରତ ତୋରି ଯୋଗୀ ସବୁ ଏମିତି ଉଲ୍ଟା ପାଲ୍ଟା ହଉଛି। ତୁମ ଦ୍ୱାରା ରାମ ପାଟ ହବ ନାହିଁ ରାବଣ ପାଟ ହିଁ ହବ ଅନେଇଲ ସ୍ତ୍ରୀ ଲୋକକୁ ଏମିତି ମରା ଯାଏ ନାହିଁ ଯେମିତି ମାରିବ ସ୍ୱର୍ଗରେ ଆତ୍ମାଟା ଶାନ୍ତିରେ ରହିବ ନିଅ ଏ ଝଟ ଆଜ୍ଞା ଏ ଆଜ୍ଞା ଏସି ବେଶୀ ସମୟ ରହିବାନି ଆଜ୍ଞା କାହିଁକି ନା ରାଜା ଯାଇଛି ନଗର ପରିଭ୍ରମଣ କରିବା ପାଇଁ ରାଜା ଯଦି ଏଠାକୁ ପଳେଇ ଆସିବ ଆମେ ଧରା ପଡିଯିବା ଚାଲ ଚାଲୁ ଆଜ୍ଞା ଏ ରହିବାନି ଆଜ୍ଞା ବେଦମତୀ 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 ଆରେ ରାଜ୍ୟ ପରିକ୍ରମାକୁ ଗଲି ବୋଲି କଣ ସେ ଶୋଇପଡ଼ିଲେନି ନା ଉଠାଇବାକୁ ପଡ଼ିବ ମହାରାଣୀ ମହାରାଣୀ ମହାରାଣୀ
ଭାଇ ଆମେ ଉଠାବେ ଏ ମହାରାଜା ଏ କଣ କରୁଛନ୍ତି ଶେଷରେ ନିଜ ସ୍ତ୍ରୀଟାକୁ ତଣ୍ଟି ଚିପି ମାରି ଦଉଛନ୍ତି ଏ ଭଗବାନ ଏ ଦେଖ ରାଣିବାକୁ ଦେଖ ବଞ୍ଚିଛନ୍ତି ନା ନାଇଁ ଦେଖ କିଛି ଜଣା ପଡୁନାହିଁ ଆଜ୍ଞା। ଏ କଣ କଲେ ମହାରାଜ ଶେଷରେ ନିଜ ସ୍ତ୍ରୀଟାକୁ ତଣ୍ଟି ଚିପି ମାରିଦେଲେ କାହିଁକି 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 ଏମିତି କଲେ ମହାରାଜ ଆରେ ମୁଁ ତ ଯାଇଥିଲି ରାଜ୍ୟ ପରିକ୍ରମା ନିମନ୍ତେ ଆସି ଦେଖିଲା ବେଳକୁ ମହାରାଣୀଟା ଟଲି ପଡ଼ିଛି। ମିଛ ମୁଁ ନିଜେ ଦେଖିଛି ଆପଣ ତଣ୍ଟି ଚିପି ମାରି ଦେଇଛନ୍ତି ରାଣୀ ଆପଣ ସତରେ ପାଗଳ ହେଇଛନ୍ତି ଆପଣ ଗୋଟାଏ ବଦ୍ଧ ପାଗଳ ମତେ ପାଗଳ ତୁମେ ହିସ ଦେଇ ଦେଇଛ। ରାଣୀ ବାବୁ କେବେ ଉଠିବେ ନାହିଁ। ବଞ୍ଚିଥିଲେ ତ ଉଠିବେ କିଏ ମତେ ଜଟ ବୋଲି ଡାକିବ ରାଣିବା କିଏ ମତେ ଖାଇବାକୁ ଭାତ ଦବ ରାଣିବା ଏ ଜଟ ଆଜ୍ଞା ଜଟ ଆଜ୍ଞା ଏ ଗାମୁଛା କାହାର ଆଉ କେମିତି ଆସିଲା ରାଣୀ ମାଙ୍କ ଗୋଳାରେ ଆଉ ଏଇ ଗାମୁଛା ମାଧ୍ୟମରେ ରାଣୀ ମାଙ୍କ ତଣ୍ଟି ଚିପା ଯାଇଛି ଆଜ୍ଞା ଏ ଗାମୁଛା ମୋର ନା ମୁଁ ନୁହଁ ମୁଁ ନା ମୁଁ କିଛି ଏ ଗାମୁଛାଟା ତୋର ମାନେ ତୁ ଶୋଳ ରାଣୀ ମାକୁ ତଣ୍ଟି ଚିପି ମାରିଲୁ ଛାଡ଼ିବିନି ବେ ବିଦ୍ୟାରାଣୀ ଗାମୁଛା କେମିତି ଆସିଲା ଏ ଗାମୁଛାଟା ତୋର ରାଣୀ ମାଙ୍କ ଗଳାରେ ଆସିଲା କେମିତି ଆରେ ମାରୁଦେଲା ମଧ୍ୟ ମୁଁ କିଛି କରିନି ସେନାପତି ଏ ଗାମୁଛା କେମିତି ଆସିଲା ଅନେଇଲେ ଇଏ ପୁରା ମୋ ମା ଭଳିଆ ହଁ ମୁଁ କାହିଁକି ୟାକୁ ମାରିବି କହୁନାହାନ୍ତି। ଏ ଗାମୁଛା କେମିତି ଆସିଲା ପ୍ରମାଣ ନଷ୍ଟ କରିବା ପାଇଁ ମହାରାଜା ମୋ ଗାମୁଛା ବ୍ୟବହାର କରିଛନ୍ତି। ଓ ଛୋଟ କଣ କହି ଯାଉଛୁ ତୁ ପଣସ ଖାଇଲେ ଆପଣ ଆଉ ଅଠାଟା ବୋଲା ହେଉଛି ଜଟ ମୁଣ୍ଡରେ ଭାଗ୍ୟ ଭଲରେ ଜଟ ମୁଁ ଦେଖିଲି ନହେଲେ ତ ନହେଲେ ରାଜା ତୋତେ ରାଣୀଙ୍କୁ ମାରିଥିବା ଅପରାଧରେ ଫାଶୀ ଖୁଣ୍ଟରେ ଝୁଲେଇ ଦେଇଥାନ୍ତେ ଧ୍ୟାନ ଆଉ ଭଗବାନ ବଡ ଲୋକ ମୋ ପାଇଁ ଆଉ ଉଦୁଛନ୍ତି ବୁଡୁଛନ୍ତି କଣ ଧାନ ଶେଷରେ ଆପଣ ଏତେ ତଳକୁ ଖସିଗଲ ଆଉ ନିଜ ସ୍ତ୍ରୀଟାକୁ ତଣ୍ଟି ଚିପି ମାରିଦେଲ ଆରେ କଣ କହି ବୁଝାଇଲେ ତୁମେ ମାନେ ଏ ବୁଝିଲ ରାଜ୍ୟ ଛାଡି ଚାଲି ଯାଆନ୍ତୁ ଯିଏକି ନିଜ ସ୍ତ୍ରୀଟାକେ ମାରି ପାରୁଛି କାଲି ମୋତେ ମାରିବେ ପହଦିନ ତୋତେ ମାରିବେ ଖୋଲନ୍ତୁ ଆପଣ ପିନ୍ଧିଥିବା ବସ୍ତ୍ର ଅଳଙ୍କାର ଖୋଲି ଏ ରାଜ୍ୟ ଛାଡି ଚାଲି ଯାଆନ୍ତୁ ଆରେ କାହିଁକି? ଖୋଲନ୍ତୁ ଏ ଦେଖ, ଖୋଲ
ଏ ରାଜା ମାର୍କତ କେଶରେ ଯଦି ବଞ୍ଚିବାକୁ ଚାହୁଁଥାଉ ତାହେଲେ ରାଜ୍ୟଟା ଛାଡ଼ି ଚାଲିଯା, ନହେଲେ ମାରି ମାରି ମାରିଦେବି। ଓଠ ଆବେ ଓଠ କହୁଛି ଭାଇ। हे प्रभु तंत्रण दीनर बांधव तुम्हें तुम्हें जते बेले मध्य मंडल रे पापर भार पड़ी थाए क्यों ना क्यों रूप रे आसी था हेली मो बेले किया रुह ठाकुरे चिरी कालिया तू कपटिया ना अरे तू दुख दबा को चाहू छुड़ा अरे दे छते दुख दबार अच्छी दे हसी हसी सही जीवी रे कालिया पाप जाने की पुण्य जाने धुआं खाली धुआं से नियाली भूनी सरे नहेलो যন্ত্রণা রস ঘন অন্ধারে দিশু নাহি মশাଣି লাগুছি দুনিয়া পাপ জানিনি কি পুণ্য জানিনি ধোঁয়া খালি ধোঁয়া সে নিয়ালি ভুনে পাপ জানিনি কি পুণ্য জানিনি ধোঁয়া খালি ধোঁয়া সে নিয়ালি ভুনে সরে নহিলো যন্ত্রণা রস ঘন অন্ধারে দিশু নাহি মশাଣି লাগুছি দুনিয়া কেতে দুঃখ দব তেরে কালিয়া 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 তেরে কালিয়া মিছা ওই কেউ যুগার অজানা সম্পর্ক কাহা পাই সত কাহা পাই মিছা সরে নহেলো যন্ত্রণা রস ঘন অন্ধারে দিশু নাহি মশাଣି লাগুছি দুনিয়া কেতে দুঃখ দব তেরে কালিয়া 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 তেরে কালিয়া জট আজ্ঞা
আরে নিষ্কণ্টক হলা এই কাশী রাজ্য রাজ সিংহাস ହେଇଛି ଆଜ୍ଞା ହେଇଛି ହେଲେ ଆଜିଠାରୁ ମୁଁ ହେବି ଏ ରାଜ୍ୟର ରାଜନ। ହଁ ବିନା ନୋଟ ବିନା ଭୋଟ ବାହ ହଉ ଆଉ ଯଦି ରାଜା ତ ହେଇସାରିଛନ୍ତି ଚିଆରରେ ତୁ ଯଦି ବସିଲେ ତ ରାଜା ଘୋଷଣା ହବ ଆକା ଆଉ ମୂଳଟା କଣ ସେଟା ମନେ ପଡ଼ିବ ଶ୍ରୀ 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 108 ଶୁଣ ଆମ୍ବୁଲାନ୍ସକୁ କଥାବାର୍ତ୍ତା କରୁଛି କି ସେଟା ପାଟିବା ଗୋଟେ ଭଲ ଅଛନ୍ତି ହଁ ଶ୍ରୀ ଶ୍ରୀ 108 ବିରାଟ ବୀରବର କାଶୀ ରାଜ୍ୟ ନବନିର୍ବାସିତ ରାଜନ ମହାରାଜ ଦିଗ୍ବିଜୟ ସିଂହର ସିଂହ ପଡ଼ି ଯାଉଛି ଆଉ ମହାରାଜ ଦିଗ୍ବିଜୟ ସିଂହର ସିଂହ ପଡ଼ିଲେ ଅଶୁଭ ଲକ୍ଷଣ ବିରାଜମାନ ହୁଏ ଆଜିକାଲି ଯୁଗରେ ସିଂହଟା ପଡ଼ିଲା ଏ ଜଟ ଏ ଅଳିଆଟା ଉଠା ଅଳିଆଟା ଉଠା ଏ ଅଳିଆଟା ପ୍ରଥମେ ଉଠା। ଆଜ୍ଞା ମୁଁ କଣ କହୁଛି ସେ କଥା ପ୍ରଥମେ ଶୁଣନ୍ତୁ ଏଇନା ଆପଣ ରାଜା ହେଲେ ମୁଁ କୋଉ ପଦବୀରେ ରହିବି ୱାର୍ଡ ମେମ୍ବର ନା ସରପଞ୍ଚ ନା ସମିତି ସଭ୍ୟ ନା ଜିଲ୍ଲା ପରିଷଦ ଆଉ ତୋ ଭଳି ଏମିତି ବିକଳାଙ୍ଗ ମାନେ କୋଉଠି କଣ ନିର୍ବାଚନ ଲଢିଛନ୍ତି କୋଉଠି ଦେଖିଛୁ? ମୋ ଭଳିଆ ଛୋଟ ଲୋକ କଣ ସେମାନେ ଅନ୍ନ ଜଳ ଖାଉନାହାନ୍ତି ଆମେ ପ୍ରଥମେ ଏଇଟାକୁ ଉଠା ତାପରେ ଆପଣ ନିର୍ବାଚନ ଉଠେଇବେ ଚେଷ୍ଟା କରିବା ଆଉ କି ଭାଗ୍ୟ ମୋର ଚଳିଲା ଆଉ ଆଜ୍ଞା ଟିକେ ହେଲେ କଣ୍ଟା ହଲୁ ନାହିଁ ଆଜ୍ଞା ଆବେ ତୋ ଦ୍ୱାରା ଖଡାଟିଏ ବି ସିଝିବନି ଭାଜି ଶାଗ ସିଝୁ ନାହିଁ ଆଜ୍ଞା ଖଡା କୋଉଠି ସିଝିବ ଆଉ ତୁ କି ଏଇଟା ତ ଉଠେଇ ପାରୁନ କି ପଦବୀରେ ରହିବୁ ରେ ଯୋଉ ପଦବୀରେ ବି ରହିବି ଆଉ ତୋ ପରେ ଏବେ ତୋ ନିଜ ଗୋଡକୁ ନିଜେ ସମ୍ଭାଳ କଣ ପଦବୀ ସମ୍ଭାଳିବୁ ଗୋଡ ସହିତ ପଦବୀର ସମ୍ପର୍କ ଅଛି ସମ୍ପର୍କ ବନ୍ଧୁସ୍ଥା ଏ ଅଳିଆଟା ତ ଉଠେଇ ପାରିଲୁନି ତୁଇ କି କାର୍ଯ୍ୟରେ ରହିବୁ ତୁ ଶଳା ମୋ ଘର ପୋଛା ମାରିବୁ ଆଜ୍ଞା କଣ କରିବି ଯଦି ମୋ ସହିତ ରହିବୁ ଆଜ୍ଞା ମୋ ଘର ପୋଛା ମାରିବୁ ପୋଛା ସେଇଟା କଣ ଶୋଇପଡ ନୁହେଁ ଏବେ ଶୋଇପଡ ଓଡିଆରେ ତାକୁ ଝାଡୁଦାର କହନ୍ତି ଓଡିଆରେ ତାକୁ ଝାଡା ଦୁଆର କହନ୍ତି ଝାଡା ଦୁଆର ନୁହେଁ ବେ ଝାଡୁଦାର ନବୀନ ଚତୁର୍ଥ କର୍ମଚାରୀ ତାମାନେ ଅଳିଆ ଆବର୍ଜନା ସଫା କରିବା ଜିନିଷ ସେଇ କାର୍ଯ୍ୟଟା କରିପାରିବୁ ଆଉ ଯଦି ପାରିବୁନି ମୋ ଘର ଛାଡି ଚାଲିଯା ନା ରହିବି ପରିସ୍ଥିତିରେ ପଡି ଶ୍ରୀକୃଷ୍ଣ ଗଦର ପାଦ ଧରିଥିଲେ ମୋ ଅଳିଆ ଆବର୍ଜନାର ପାଦ ଧରିଲେ କଣଟା ଭାସି ଯାଉଛି ଆପଣ ସୁସ୍ଥ ସବଳ ଚେଷ୍ଟା କରିଦିଅନ୍ତୁ ଜଟ ଆଜ୍ଞା ଏଇନେ ତ ମୁଁ ରାଜା ହେଲି ମୋର ରାଣୀଟି ଆବଶ୍ୟକ ଆପଣଙ୍କୁ ରାଣ୍ଡି ଆବଶ୍ୟକ ରାଣ୍ଡି ନୁହେଁ ବେ ରାଣୀ ଇଏ କି ଅବାଗିଆ ଥିଲା ରାଣ୍ଡି ଆପଣ ରାଣ୍ଡି କଣ ଏବେ ଚାଲ ଶାମୁକାକୁ ଖୋଜିବି ଆଉ ମୋ ପାଟ ରାଣୀ କରି ରଖିବି ଆପଣଙ୍କ ପେଟ ରାଣୀ ପେଟ ରାଣୀ ନୁହେଁ ବେ ପାଟ ରାଣୀ ଏତେ ଶବ୍ଦ ଗୁଡାକ ସମ୍ପୂର୍ଣ୍ଣ ଶାମୁକା ଆରେ ତୁ ଯୋଉଠି ବି ଥା ତୋତେ ଖୋଜି ବାହାର କରିବି ଆଉ ମୋ ରାଣୀ କରି ରଖି ଚାଲ ଚାଲିଯିବା ଶାମୁକାନେ ଗୋଟକୁ ସେ ଯୋଉଠି ଥାଉ ନା କହିକି ତାକୁ ଖୋଜିବା କୁକୁର ଖୋଜିଲା ବୋଲି ଖୋଜିବା ଏବେ ଚାଲ कौन कहला ये सेनापति मते कहला सुईपर मु कौन सुईपर आ ये राजा राजा ना गोजा अरे के राजा करी जी हां मु जटो अरे काशी राज्य राजा उची मु काहेकि ना राज पोशाक मु पिंदिची माने आदि ठारू ए काशी राज्य रे ए जटो पाटर राजुती चालिबा
ଥର ମହାମନ୍ତ୍ରୀ କେବେ କୁଆଡେ ଗଲୁ ଭାଇ ଗଞ୍ଜିଆ ମହାମନ୍ତ୍ରୀ କୋଉଠି ଗଞ୍ଜେଇ ପିକି ଭୁଇଁ ଡାଳୁଛୁ ଭାଇ ନା ମହାମନ୍ତ୍ରୀ ତ ନାଇଁ ଆଉ କୋଉଠି ମୁଁ ଖୋଜୁଛି ଶଳା ମୁଁ ବି ଭାରି ପୋଡ଼ା ଶଳା ମୁଁ ଦରକାର ନାହିଁ ମହାମନ୍ତ୍ରୀ ଦରକାର ନାହିଁ ଆଉ ସେନାପତି ଆରେ ଜଟପାଟ ହିଁ 81 ରାଜ୍ୟକୁ ନିଜେ ଗୋଟାଏ ଲୋକ ହିଁ ଉପଭୋଗ କରିବ ଏ ସେନାପତିଟାକୁ ମୁଁ ମୋ ପଛରେ ରଖିଥିଲି ବୋଲି ଆଜି ମୋ ଘର ବିରାଟି ମତେ ମ୍ୟାଓ କରିସାରିଲାଣି ହେଲେ ୟାକୁ ଯଦି ନ ମାରିବୁ ମୁଁ କେମିତି ରାଜ ସିଂହାସନର ବସିକି ରାଜନୀତି କରିବା ନା ୟାକୁ ତ ନିଶ୍ଚୟ ମାରିବାକୁ ହବ ହେଲେ ବଲରେ କି ଯୁଦ୍ଧରେ ତ ନ ପାରିବି ଜିଣି କାହିଁକି ନା ମୁଁ ଛୋଟା ଲୋକ ସେ ସୁସ୍ଥ ସବଳ ଲୋକ ତଣ୍ଟିକୁ ଧରି ମୋଡ଼ି ଦେଲେ ଖତମ କେମିତି ମାରିବି ଅଛି ମାରିବା ଲାଗି ଅଛି ଜିନିଷ ଅଛି ଜଟପାଟ ପାଖରେ କ'ଣ ଅଭାବ ଅଛି ଆରେ ଖାଇବା ଥାଳରେ ବିଷ ଦେଇଦେବି ନା ରହିବ ବାଉଁଶ ନା ବାଜିବ ବଇଁଶୀ ଗୋଟାଏ ଗଳିଏ ଦି ଶିକାର କରିବେ ବାସ୍ ଆଜି ଦିନ ଠାରୁ ଜଟପାଟ ହେଉଛି ରାଜା ରାଜା ମୋ ଦୀର୍ଘ ଦିନର ଆଶା ଏବଂ ଅଭିଳାଷ ଆଜି ପୂରଣ ହେଇଛି ଜଟପାଟ ମୁଁ ଜଟପାଟ ଭଲରେ ଥିଲେ ବେଲପଟା ରାଗି ଗଲେ ପୁରା ଛିନ ଛଟ